ଜଗନ୍ନାଥଙ୍କ କାନ ବି ଦଗ୍ଧ ହେଇଯିବ। ତେଣୁ କେବେ ଗର୍ବ କରିବା ନାହିଁ, କାହାକୁ ଛୋଟ ଭାବିବା ନାହିଁ। ଝରଣାଟିଏ ହେଇ ନିଜ ଜୀବନକୁ ଗଢ଼ି ତୋଳିବା। ଶାନ୍ତ ନିର୍ମଳ ପବିତ୍ର ମନଟିଏ ନେଇ ଆମେ କୁନି କଳାକାର ଦିନେ ଏଇ ସାରା ଭାରତ ବର୍ଷରେ ନାଁ ରଖିବା। ତେଣୁ ନିଜକୁ ଛୋଟ ଭାବିବା ନାହିଁ। ଆଜି ହାରିଛେ, କାଲି ନିଶ୍ଚିତ ଜିତିବା। ହାରିବାରୁ ହିଁ ଜିତିବାର ଜନ୍ମ ନିଏ। କାରଣ ଯେ ହାରିବା ଜିତିବା ଦୁଇଟା ଯାକର ସ୍ୱାଦ ଜାଣିଛି ନା, ସତରେ ସେ ହିଁ ଜୀବନର ମାନ ବୁଝିଛି। ଜୀବନର ଅନ୍ୟାନ୍ୟ ଯନ୍ତ୍ରଣାକୁ ଯେ ପାଦରେ କୁଦିଛି ନା, ସେ ହିଁ ଜୀବନର ମହତ୍ତ୍ୱ ବୁଝିଛି। ତେଣୁ ଆଜି ଆମେ ହସିବା, ଅନ୍ୟକୁ ହସେଇବା। ଏଇ ପ୍ରକୃତିରେ ସୃଷ୍ଟିର ବିଚିତ୍ର ନିୟମ। ପ୍ରତ୍ୟେକ ଜିନିଷର ଆରମ୍ଭ ଅଛି ମାନେ ତାର ଅନ୍ତ ନିଶ୍ଚିନ୍ତ ଅଛି। ଆଜି ମଞ୍ଚର କାର୍ଯ୍ୟକ୍ରମ ଦୀର୍ଘ 3 ଦିନ ଧରି ଚାଲିଥିଲା। ଆଜି ସୃଷ୍ଟିର ବିଡ଼ମ୍ବନା ଅନୁସାରେ ଆମକୁ এই মঞ্চর কার্যক্রমକୁ বিদায় দেବାକୁ পড়িব। ଆଉ এই মঞ্চରେ পুরস্কৃত ହେବା କୁନି ଭାଇ ଭଉଣୀ, କୁନି କଳାକାରମାନଙ୍କୁ ମୁଁ ପୁନର୍ବାର ଆଶୀର୍ବାଦ ସହିତ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଦେଉଛି। ସେମାନେ ଏଇଭଳି ଭାବରେ ଆଶା ମନରେ ଉତ୍କଣ୍ଠା ନେଇ ଆଗକୁ ଆସନ୍ତୁ। କେବେ ମନ ଦୁଃଖ କରି ଏଇଠୁ ଫେରନ୍ତୁନି। କାରଣ ମୁଁ ଶେଷ ଥର ପାଇଁ କହୁଛି, ହାରିବାରୁ ଜିତିବା ହିଁ ଜନ୍ମ ନିଏ। ହାରିବାରୁ ଜିତିବା ହିଁ ଜନ୍ମ ନିଏ। ଜୀବନରେ କେବେ ହାରିବା ଦରକାର। ନ ହାରିଲେ ସ୍ୱାଦ ଜାଣିବାନି। ଅନ୍ଧାର ଦେଖିଲେ ଆଲୁଅର ମହତ୍ତ୍ୱ ବୁଝିବା, ନହେଲେ ଆଲୁଅର ମାନ କିଛି ବି ରହିବନି। ସତ କହିଲି ନା? ଠିକ କହିଲି? ତାହେଲେ ସମସ୍ତେ ଗୋଟେ ତାଳି ଦେବା। ବାବା ଅଖଣ୍ଡେଶ୍ୱର କି, ବାବା ଅଖଣ୍ଡେଶ୍ୱର କି, ବାବା ଅଖଣ୍ଡେଶ୍ୱର କି। ଆହୁରି ଗୋଟେ କଥା ମୋର ରହିଗଲା। ସେ କଥାଟି କ'ଣ ଜାଣିଛ? এই অনুষ্ঠানର এই କାର୍ଯ୍ୟକ୍ରମର ଯିଏ ମୁଖ୍ୟ ଆୟୋଜିକା ସେ ହେଉଛନ୍ତି ଆମର ସମ୍ପାଦିକା ସୋନମ ନାୟକ। ତାଙ୍କ ନାଁ ହେଉଛି ସୋନମ ନାୟକ। ଆଉ ମୁଁ ତାଙ୍କ ସହିତ ଯେତେବେଳେ କଥା ହେଲି ନା, ସେ କହିଲେ ମୋ ନାଁ କୋଉଠି କହିବେନି, କାରଣ ଏସବୁ ବାବା ଅଖଣ୍ଡେଶ୍ୱରଙ୍କ ଆଜ୍ଞାରେ ହେଉଛି, ମୋ ଆଜ୍ଞାରେ କିଛି ହେଉନି। ସତରେ ତାଙ୍କ ନାଁକୁ ସେ କହିବାକୁ ଚାହୁଁନାହାନ୍ତି, କିନ୍ତୁ ବାବା ଅଖଣ୍ଡେଶ୍ୱରଙ୍କ ପାଖରେ ମୋର କୋଟି କୋଟି ପ୍ରଣିପାତ ଜଣାଇ ମୁଁ କହୁଛି, ତାଙ୍କର ଚଲାପଥ କୁସୁମିତ ହେଉ, ତାଙ୍କର ଭବିଷ୍ୟତ ଉଜ୍ଜଳମୟ ହେଉ, ତାଙ୍କର ପିଲା ସ୍ୱାମୀ ପରିବାର ଏବଂ ସେଇ ଯେଉଁ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି ତାହା ଦୀର୍ଘସ୍ଥାୟୀ ହେଉ। ଜନ୍ମ ଜନ୍ମ ଧରି ବାବା ଅଖଣ୍ଡେଶ୍ୱରଙ୍କ ଜାଗାରେ ତାଙ୍କର ନାଁ ମଧ୍ୟ ଉଜ୍ଜୀବିତ ହୋଇ ଉଠୁ। ସେ ଆଉ କେହି ନୁହନ୍ତି, ଆମ ଗହଣରେ ଉପସ୍ଥିତ ଅଛନ୍ତି। ମୁଁ ଆଜ୍ଞାଙ୍କୁ ଗୋଟିଏ ମାତ୍ର ଥର ଅନୁରୋଧ କରିବି, ସେ ଟିକେ ମଞ୍ଚ ଉପରକୁ ଆସନ୍ତୁ, ତାଙ୍କୁ ସମସ୍ତେ ଦେଖନ୍ତୁ, ଚିହ୍ନନ୍ତୁ। ତାଙ୍କର ସେ ବିଦେଶରେ ରହିଲେ ମଧ୍ୟ ଆମମାନଙ୍କ ପାଇଁ କେତେ ଚିନ୍ତା କରୁଛନ୍ତି, ବାବା ଅଖଣ୍ଡେଶ୍ୱରଙ୍କ ପାଇଁ କେତେ ଆଶା ରଖିଛନ୍ତି। ଏଇ ବାଙ୍କି ମାଟିରେ ତାଙ୍କର ନାଁ ରହୁ। ସମସ୍ତେ ବାବା ଅଖଣ୍ଡେଶ୍ୱରଙ୍କ ପାଖରେ ହାତ ଯୋଡ଼ି ଟିକେ ବିନମ୍ର ପ୍ରାର୍ଥନା କରିବା। ବାବା ତାଙ୍କର ଚଲାପଥ କୁସୁମିତ କରନ୍ତୁ, ତାଙ୍କ ମନରେ ହସ ଦିଅନ୍ତୁ, ପୁନର୍ବାର ତାଙ୍କୁ ବାଙ୍କି ମାଟିରେ ଜନ୍ମ ଦିଅନ୍ତୁ ଏବଂ ଅଖଣ୍ଡେଶ୍ୱରଙ୍କର ସେବା କରିବା ପାଇଁ ତାଙ୍କ ମନରେ ସବୁବେଳେ ଏଇଭଳି ଭାବରେ ସାହସ ପ୍ରେରଣା ଦିଅନ୍ତୁ, ଭଲ ପାଇବା ଦିଅନ୍ତୁ। ଶାନ୍ତ ପବିତ୍ର ନିର୍ମଳ ହୃଦୟ ତାଙ୍କର ନାହିଁ, ଯୋଉଠି ଗର୍ବ କି ଟିକିଏ ବି ଅହଙ୍କାର। ସେ ହେଉଛନ୍ତି ଆମର ସୋନମ ନାୟକ, ଯିଏକି ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ, ପ୍ରାଣ ପ୍ରତିଷ୍ଠାତା। ଦିନେ ନା ଦିନେ ନିଶ୍ଚିନ୍ତ, ଯେ ପର୍ଯ୍ୟନ୍ତ ବାବା ଅଖଣ୍ଡେଶ୍ୱର ଥିବେ ସେହି ପର୍ଯ୍ୟନ୍ତ ତାଙ୍କ ନାଁ ଉଜ୍ଜୀବିତ ହୋଇ ରହିବ। ନିଶ୍ଚିନ୍ତ ଏହି ମନ୍ଦିରରେ ରହିବ। ନିଶ୍ଚିତ ଯଦି ଜ୍ଞାନୀ ଗୁଣୀ ମାନେ କି ଏଠାରେ ଉପସ୍ଥିତ ଥିବେ, ଆଜ୍ଞାଙ୍କ ନାଁ ନିଶ୍ଚିନ୍ତ ଏଠାରେ ଉଲ୍ଲେଖ କରି ରଖିବେ। ମୁଁ ଆଜ୍ଞାଙ୍କୁ କହୁଛି, ସେ 2 ପଦ ବାର୍ତ୍ତା ପ୍ରଦାନ କରିବେ। ସମସ୍ତଙ୍କ ପାଇଁ ସେ ଆଶୀର୍ବାଦ ଟିକେ ଦେଇଛନ୍ତି। ସେ ହସ ହସ ମୁହଁରେ ଦେଖିଲେ ତ ତାଙ୍କ ମନରେ କିଛି ନାହିଁ। ସେଇଥିପାଇଁ କହୁଛି, ନିଜେ ସମୁଦ୍ର ବୋଲି କୋଉଠି କହିବନି, ନିଜେ ନିଜର ଆକାରକୁ କୋଉଠି ପ୍ରକାଶ କରିବ ନାହିଁ। ଏଇ ସମାଜ କହିବ, ଏଇ ଦୁନିଆ କହିବ, କିଏ କ'ଣ। ଦେଖିଲ କେତେ ସୁନ୍ଦର ଭାବରେ ସେ ତାଙ୍କର ନିଜର ବାର୍ତ୍ତା କହିଲେନି, ହସ ହସ ମୁହଁରେ ଆଶୀର୍ବାଦ ଟିକେ ଛାଡ଼ିଦେଲେ। ଠିକ୍ ଅଛି, ଏବେ ପୁରସ୍କାର ଦେବା ପାଇଁ ମୁଖ୍ୟ ସମ୍ପାଦିକା